ଗପଟେ ହଉଛି କରୁଣାର ପ୍ରମାଣ। କରୁଣାର ପ୍ରମାଣ। କୌମୁଦି ରାଜ୍ୟର ପରିସର ଭିତରେ ବ୍ୟାପକ ଅଞ୍ଚଳ ବ୍ୟାପୀ ଗୋଟେ ବଣ ଥିଲା। ତାହାର ନାମ ଶାନ୍ତିବନ। ସେ ବଣର ଗୋଟିଏ ପ୍ରାନ୍ତରେ ଜୀବାନନ୍ଦ ନାମକ ଜଣେ ଋଷି ରହୁଥିଲେ। ତାଙ୍କର ଜଣେ ଶିଷ୍ୟ ଥିଲେ, ନାମ ଥିଲା ତାଙ୍କର ପ୍ରବୋଧ। ପ୍ରବୋଧ ବେଦ ବେଦାନ୍ତ ଅଧ୍ୟୟନରେ ଖୁବ୍ ପରାକାଷ୍ଠା ଦେଖାଇଲେ। ଥରେ ଗୁରୁ ଜୀବାନନ୍ଦ କହିଲେ, ବାପା ପ୍ରବୋଧ, ଶାସ୍ତ୍ର ଜ୍ଞାନ ସାଙ୍ଗକୁ ଭିତରେ ଭକ୍ତିଭାବ ଉଦ୍ରେକ ହେବା ଆବଶ୍ୟକ। ଦିଅ ଦର୍ଶନରେ ଭକ୍ତିଭାବ ଉଦୟ ହୁଏ। ମୋ କଥା ମାନ, ତମେ ଥରେ କାଶୀ ବିଶ୍ୱନାଥଙ୍କର ଦର୍ଶନ କରି ଆସ। ସେଠୁ ପ୍ରବୋଧ ବେଦ ଅଧ୍ୟୟନରେ ଅଧିକ ରୁଚି ରଖୁଥିଲେ। ତେଣୁ ସେ ପ୍ରଶ୍ନ କଲେ ଯେ ସେଥିରେ କଣ ଅଧିକ ଲାଭ ହେବ? ଗୁରୁଦେବ କହିଲେ, ହଁ ବାପା, ଦିଅ ଦର୍ଶନ କଲେ ନୟନ ତୁମର ପବିତ୍ର ହେବ, ଭକ୍ତିଭାବ ଉଦ୍ରେକ ହେବ। ଭକ୍ତିଭାବ ଉଦ୍ରେକ ହେଲେ ହୃଦୟ ନିର୍ମଳ ହେବ। ତେଣୁ ତୁମେ ଗୋଟେ ଶୁଭ ଦିନ ଦେଖି ଯାଅ। ତେଣୁ ଯଥା ସମୟରେ ପ୍ରବୋଧ ଗୁରୁଙ୍କ ଠାରୁ ବିଦାୟ ନେଇ ଶୁଭ ଦିନରେ କାଶୀ ଅଭିମୁଖେ ଯାତ୍ରା। ପ୍ରାୟ 5 ଦିନ ଚାଲିବା ପରେ ଦିନେ ତାଙ୍କର ଚଟି ଛିଡ଼ିଗଲା। ସେ ଯୋଉ ପିନ୍ଧିଥିଲେ ପାଦରେ ପାଦୁକାଟି, ତା ଛିଡ଼ିଗଲା। ଭାଗ୍ୟକୁ ସେଇ ସମୟରେ ଗୋଟେ ବରଗଛ ମୂଳରେ ଜଣେ ମୋଚି ବସିଥିବାର ଦୂରରୁ ସେ ଦେଖି ତାଙ୍କ ପାଖକୁ ଗଲେ ଏବଂ ଜୋତା ମରାମତି କରିବା ପାଇଁ ବା ତାଙ୍କର ସେ ପାଦୁକାଟିକୁ ମରାମତି କରିବା ପାଇଁ ତାକୁ ଦେଲେ। ତା ସହ ସେ କଥା ହେଇ ବୁଝିଲେ ଯେ ଆଖପାଖରେ ଗାଁ ଗଣ୍ଡା ନାହିଁ। ସେ ନିଜେ ଗୋଟେ କୁଡ଼ିଆ ବନାଇ ସେଠି ରହିଛି। କିଏ ସେ? ମୋଚି ଜଣ। ସେଠିକି ପଚାରିଲେ, ତମେ ଏଠି କାହିଁକି ରହିଛ? ନା ଆଜ୍ଞା, ଏଠି ଅନେକ ଗୁଡେ ସହର ଓ ତୀର୍ଥସ୍ଥାନ ସହିତ ଏ ଜାଗାଟି ସଂଯୁକ୍ତ ହେଇ ରହିଥିବାରୁ ତେଣୁ ଅନେକ ବାଟ ଏଇ ବାଟ ଦେଇକି ଯାଆନ୍ତି। ତେଣୁ ତାଙ୍କର ଜୋତା ସିଲେଇ କାମ କରିବା ବା ପାଦୁକାର ଯାହା ଆବଶ୍ୟକ ପଡେ ମରାମତି କାମ ମୁଁ କରିକି ଏଇଥିରେ ମୁଁ ଚଳେ। ଜଙ୍ଗଲରୁ ଖାଦ୍ୟଦ୍ରବ୍ୟ କିଛି ଆଣିକି ଚଳେ ଏବଂ ଏଇଥିରୁ ଯାହା ବି ମିଳେ ମୁଁ ସେଥିରେ ମୋର ଗୁଜୁରାଣ ମେଣ୍ଟାଏ। ଯାହା ହଉ, ଏମିତି କଥାବାର୍ତ୍ତା ଭିତରେ ତାଙ୍କ ଜୋତା ମରାମତି କାମ ସରିଗଲା। ପ୍ରବୋଧ ତାଙ୍କୁ ଖୁସି ହୋଇ ଗୋଟିଏ ମୁଦ୍ରା ଦେଲେ। ମୋଚି ଦୋଦ ପାଞ୍ଚ କରି କହିଲା, ବାବୁ, ମୋ ଠାରେ ତ ରେଜା ପଇସା ନାହିଁ। ସେଠୁ ପ୍ରବୋଧ କହିଲେ, ରେଜା ମୋର ଲୋଡ଼ା ନାହିଁ, ତମେ ସମ୍ପୂର୍ଣ୍ଣ ମୁଦ୍ରାଟି ରଖ। ମୋଚି ଖୁସି ହେଇଗଲା, ତାଙ୍କୁ ନମସ୍କାର କହିଲା। ପ୍ରବୋଧ ତାର ମଙ୍ଗଳ କାମନା କରି ତାଙ୍କ କାର୍ଯ୍ୟରେ ଆଗେଇଗଲା। ମୋଦି ପଚାରିଲେ, ବାବୁ, ଆପଣ କୁଆଡେ ଯାଉଛନ୍ତି? ପ୍ରବୋଧ କହିଲେ କି ଯେ ସେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି। ମୋଚି ଭକ୍ତି ଗଦଗଦ କଣ୍ଠରେ କହିଲେ, ବାବୁ, ଦିନେ ମୁଁ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବି ସେ ଆଶା ମୋର ନାହିଁ। ଆପଣ କିନ୍ତୁ ଭାଗ୍ୟବାନ। ଦୟାକରି ଏ ମୁଦ୍ରାଟି ନେଇଯାଆନ୍ତୁ, ମୋ ତରଫରୁ ଦିଅଙ୍କୁ ପ୍ରଣାମୀ ଦେବେ। ତାମାନେ ତାଙ୍କର ଅର୍ଜିତ ସେଇ ଯୋଉ ମୁଦ୍ରାଟିକୁ ସେ କଣ କଲେ, ତାଙ୍କୁ ଅର୍ପଣ କଲେ। କହିଲେ, ଏଇଟା ମୋ ତରଫରୁ ପ୍ରଭୁଙ୍କୁ ପ୍ରଣାମ ସ୍ୱରୂପ ଦେବ। ମୋଚିର ଭକ୍ତିରେ ପ୍ରବୋଧ ଖୁସି ହେଇଗଲେ, ମୁଗ୍ଧ ହେଇଗଲେ ଏବଂ ସେ ମୁଦ୍ରାଟିକୁ ନେଇ ନିଜେ ତାଙ୍କ ଚଦର କାନିରେ ବାନ୍ଧିକି ରଖିଲେ। ପ୍ରବୋଧ ଏହିପରି 2 ଦିନ ବାଟ ଚାଲିବା ପରେ ଦେଖିଲେ ଗାଁ ଗଣ୍ଡା ଦେଇ ଗଲେ ତାଙ୍କୁ କାଶୀରେ ପହଞ୍ଚିବାକୁ ଅନେକ ଦିନ ଲାଗିଯିବ। ସେ ଲୋକଙ୍କ ଠାରୁ ବୁଝିଲେ ଯେ ବଣ ଭିତର ବାଟ ଦେଇ ଯଦି ଯାଏ ତାହେଲେ ଅଧା ପଡ଼ିବ। ତେଣୁ ସେ ବଣ ପାଖରେ ଗୋଟିଏ ଚଟି ଘରେ ଦିନଟି ଅପେକ୍ଷା କଲେ। କୌଣସି ଯାତ୍ରୀ ଦଳ ଯଦି ବଣ ଭିତରେ ଦେଇ ଯିବାକୁ ପ୍ରସ୍ତୁତ ହେବେ ତାଙ୍କ ସହିତ ଯିବେ ବୋଲି। କିନ୍ତୁ କୌଣସି ଯାତ୍ରୀ ଦଳ ଜଙ୍ଗଲ ବାଟ ଦେଇ ଯିବାକୁ ଇଚ୍ଛା କରୁନଥିଲେ। ଶେଷକୁ ସେ ଏକାକୀ ବଣ ଭିତରେ ଦେଇ ଯିବାକୁ ପ୍ରସ୍ତୁତ ହେଲେ ଓ ବନରେ ପ୍ରବେଶ କଲେ। ପ୍ରଥମେ କିଛି ବାଟ ବଣ ବେଶୀ ଘନ ନଥିଲା। ଏହାପରେ ପଡ଼ିଲା ଧୀରେ ଧୀରେ ଆଗକୁ ଯେତେ ଆଗକୁ ଗଲେ ନିର୍ଜନ ରାସ୍ତା ପଡ଼ିଲା। ପୁରା ଖାଲି ଜଙ୍ଗଲ ମାନେ ଗଛ ଭର୍ତ୍ତି। କେହି
ଯେମିତି କଥାରେ କୁହନ୍ତି ପୁରା ନିଛାଟିଆ ଯେମିତି ଲାଗେ, ଏକାକୀ କାହିଁ ଆଉ ତ କେହି ନାହାନ୍ତି, ଜଙ୍ଗଲ ଜନ୍ତୁ ବି ତାଙ୍କୁ ଦେଖାଯାଉନାହାନ୍ତି, ପୁରା ଫାଙ୍କା। ତଥାପି ସେ ତାଙ୍କର ଏକାଗ୍ର ମନରେ ବାଟ ଚାଲିଥାନ୍ତି। ହଠାତ୍ କିଛି ସମୟ ତା ଭିତରେ ଗଭୀର ଜଙ୍ଗଲ ଭିତରେ ଯିବା ପରେ ହଠାତ୍ ଘୋଡ଼ାର ଶବ୍ଦ ତାଙ୍କୁ ଆସିଲା। ସେ ଭାବିଲେ ତାହେଲେ କିଏ ଜଣେ ପଥିକ ବୋଧେ ଆସିଲେ, କିଛି ଯାତ୍ରୀ ଦଳ ଆସିଲେ। ତେଣୁ ଅପେକ୍ଷା କରି ରହିଲେ। ଦେଖିଲା ବେଳକୁ ଜଣେ ଲୋକ ଦେଖାଯାଉଛନ୍ତି ବହୁତ ଦୁର୍ଦାନ୍ତ, ଆସି ତାଙ୍କ ପାଖରେ ପହଞ୍ଚିଲେ। କହିଲେ, ପଥିକ, ଅଗ୍ନିଶିଖ ଡାକୁର ନାମ ତମେ ଶୁଣିଛ? ତାଙ୍କୁ ପଚାରିଲେ। କହିଲେ, ହେ ପଥିକ, ତୁମେ ଅଗ୍ନିଶିଖ ନାମକ ଡାକୁର ନାମ ଶୁଣିଛ? ତା ନାମରେ ରାଜା ପ୍ରଜା ସମସ୍ତେ ଥରହର। ମୁଁ ହଉଛି ସେଇ ଡାକୁ। ପାଖରେ ଯାହା ଅଛି ସବୁ ଦେଇଦିଅ, ନହେଲେ ତୁମର ମୁଁ ପ୍ରାଣ ନେଇଯିବି। ପ୍ରବୋଧ ଆଉ ବାଟ କିଛି ନାହିଁ, ନିଜର ଟଙ୍କାର ଥଳିଟି ତାକୁ ଡାକୁ ହାତକୁ ଦେଇଦେଲେ। ଡାକୁ ପ୍ରଖର ଦୃଷ୍ଟିରେ ତାଙ୍କୁ ଆପାଦ ମସ୍ତକ ଦେଖୁଥାଏ। ସେ ପଚାରିଦେଲା, ସେ ଚଦର କାନିରେ କଣ ଅଛି? ବାନ୍ଧିଛ କଣ? ଜଲ୍ଦି ଫିଟାଅ। ସେ ଚଦର କାନିରେ କଣ ରହିଥିଲା? ସେ ବ୍ୟକ୍ତିର ଗୋଟିଏ ଯୋଉ ମୁଦ୍ରାଟି ଦେଇଥିଲେ ସେ ପ୍ରଭୁଙ୍କ ପାଇଁ। ପ୍ରବୋଧ କାନି ଫିଟାଇ ମୁଦ୍ରାଟି ବାହାର କଲେ, କିନ୍ତୁ କହିଲେ, ଦେଖ ଭାଇ, ଏଇଟା ମୋର ନୁହେଁ, ମୋର ଯାହା ଥିଲା ତମକୁ ଦେଇଦେଇଛି। ଏ ମୁଦ୍ରାଟି କାଶୀ ବିଶ୍ୱନାଥଙ୍କ ହୁଣ୍ଡିରେ ପକାଇବା ନିମନ୍ତେ ମୋତେ ଜଣେ ଗରିବ ମୋଚି ଦେଇଛି। ତେଣୁ ତୁମେ ଏହାକୁ ମୋ ଠାରୁ ନିଅ ନାହିଁ। ମୋର ସମସ୍ତ ସମ୍ପତ୍ତି ତ ତମକୁ ଦେଇଦେଲି, ଆଉ ତମେ ଏଇ ମୁଦ୍ରାଟିକୁ ଛାଡ଼ିଦିଅ। ତାକୁ ସ୍ତବ୍ଧ ହେଇଗଲା, କହିଲା, କଣ ହେଲା? ଗୋଟେ ଗରିବ ମୋଚି ତମ ହାତରେ ପ୍ରଭୁ ବିଶ୍ୱନାଥଙ୍କୁ ପ୍ରଣାମୀ ପଠେଇଛି? ଆଚ୍ଛା, ହଉ, ତାହେଲେ ତମେ ଗୋଟେ କାମ କର, ତମେ ଇଏ ଥଳିଟା ବି ନେଇଯାଅ। କୋଉ ଥଳିଟା? ବର୍ତ୍ତମାନ ଯୋଉ ଥଳିଟା ସେ ଦେଇଥିଲେ ଥଳିଟି ତାଙ୍କୁ ଦେଇଦେଲେ। କହିଲେ, ଏଇଟା ମୋ ତରଫରୁ କାଶୀ ବିଶ୍ୱନାଥଙ୍କୁ ପ୍ରଣାମୀ ଦେବ। ବୁଝିହେଲା? ସେ ଗୋଟେ ମୁଦ୍ରା ଦେଇଥିଲେ, ଇଏ ଯୋଉ ଥଳିଟା ତାଙ୍କୁ ଦେଇଥିଲେ, ଇଏ ବର୍ତ୍ତମାନ ତାଙ୍କ ଥଳିଟା ପୁରା ଦେଇଦେଲେ। କହିଲେ, ଏଇଟା ନେଇଯାଅ, ତମେ ମୋ ତରଫରୁ ଏଇଟା ପ୍ରଣାମୀ ଦେଇଦବ। ଏହା କହି ଡାକୁ ପ୍ରବୋଧକୁ ତାଙ୍କ ଟଙ୍କା ଥଳିଟି ଫେରେଇ ଦେଲେ। ତେଣୁ ଏହାପରେ ଆହୁରି ଦୀର୍ଘ ପଥ ବାକି ଥାଏ। ବାଟରେ ପଡ଼ିଲା ଭୀଷଣ ଘନ ଜଙ୍ଗଲ। ପ୍ରବୋଧ ଜଙ୍ଗଲ ଭିତରେ ଦେଇ ଯାଉଛନ୍ତି। ପ୍ରବଳ ହୁଙ୍କାର ଛାଡ଼ି ହଠାତ୍ ତାଙ୍କ ଆଡ଼କୁ ଲମ୍ଫ ଦେଲା ଏକ ବ୍ରହ୍ମ ରାକ୍ଷସ। ସେ ପ୍ରବୋଧଙ୍କୁ ଗୋଟିଏ ହାତରେ କାବୁ କରିନେଇ ପାଟିରେ ଗିଳିବାକୁ ଗଲା। ଖାଇନି, ଅପେକ୍ଷା କର। ପ୍ରବୋଧ ଯେତେ ଚେଷ୍ଟା କଲେ ମଧ୍ୟ ତା ହାତରୁ ମୁକୁଳିବା ଅସମ୍ଭବ ହେଇପଡ଼ିଲା। କଣ କରିବେ? ସେଠୁ ରାକ୍ଷସକୁ ଅନୁରୋଧ କଲେ, କହିଲେ, ଦେଖ, ଆଉ ତୁମେ ମତେ ଖାଇଦିଅ, ମୋର କିଛି ମାନେ ସେଥିପାଇଁ ବ୍ୟସ୍ତତା ନାହିଁ, କିନ୍ତୁ ଗୋଟେ ମୋର ଅନୁରୋଧ ହଉଛି କଣ, ଆଉ ମୁଁ 2 ଜଣଙ୍କର ପ୍ରଣାମୀ ଧରିଛି, ଯୋଉଟା କି କାଶୀ ବିଶ୍ୱନାଥଙ୍କ ପାଖରେ ଅର୍ପଣ କରିବି। ତାଙ୍କ କାର୍ଯ୍ୟଟି ଅଧୁରା ରହିଯିବ, ତେଣୁ ତମେ ମତେ ଛାଡ଼ିଦିଅ। କାହିଁକିନା ସେ ଯୋଉ ଗରିବ ମୋଚିର ପାରିଶ୍ରମିକ ଆଉ ଯୋଉ ଲୁଣ୍ଠନକାରୀ ଡାକୁ 2 ଜଣଙ୍କର ଅର୍ଥ ମତେ ଭଗବାନଙ୍କୁ ଦବାର ଅଛି। ମୁଁ ପ୍ରତିଶ୍ରୁତି ଦେଇଛି, ତେଣୁ ମୁଁ ପ୍ରତିଶ୍ରୁତି ରକ୍ଷା ଯଦି ନ କରିପାରେ ତାହେଲେ ମୁଁ ପାପୀ ହେବି। ଆଉ ମୁଁ ତୁମକୁ ଗୋଟେ କଥା ଦଉଛି, ମୁଁ ଏଇଟା ଅଫର କରିସାରିଲା ପରେ, ପ୍ରଣାମୀ ପ୍ରଭୁଙ୍କୁ କାଶୀ ବିଶ୍ୱନାଥଙ୍କୁ ଦେଇ ସାରିଲା ପରେ ମୁଁ ନିଶ୍ଚୟ ଏଇ ବାଟରେ ଲେଉଟି ଆସିବି। ସେତେବେଳେ ତମେ ମତେ ଖାଇବ। ମତେ ବିଶ୍ୱାସ କର, ମୁଁ ନିଶ୍ଚୟ ଫେରି ଏଇ ବାଟରେ ଫେରି। ବର୍ତ୍ତମାନ ବ୍ରହ୍ମରାକ୍ଷସ କାଶୀ ବିଶ୍ୱନାଥଙ୍କ ନାଁ ଶୁଣି ଟିକେ ଶଙ୍କିତ ହେଲା। ସଂକୋଚ ମନରେ କହିଲା, ତୁମେ ଯାହା କହୁଛ ସତ୍ୟ ନା? ହଁ ଆଜ୍ଞା। ଦେଖେଇଲା, କହିଲା, ଆଜ୍ଞା ଦେଖନ୍ତୁ, ଏ ଗୋଟେ ମୁଦ୍ରା, ଏ ମୁଦ୍ରାଟି ଦେଇଛି ମୋଚି, ସେ ସବୁ କଥା କହିଗଲେ। ଠିକ ଅଛି। ପ୍ରବୋଧଙ୍କ କଥାରେ ରାକ୍ଷସର ବିଶ୍ୱାସ ହେଲା, ସେ ତାଙ୍କୁ ଛାଡ଼ିଦେଲା। ବଣରୁ ବାହାରିବା ମାତ୍ରେ, ବଣରୁ ବର୍ତ୍ତମାନ
ବଣ ସରିଗଲା। ବଣରୁ ବାହାରିବା ମାତ୍ରେ ଦଳେ ଯାତ୍ରୀଙ୍କ ସହ ପ୍ରବୋଧଙ୍କର ସାକ୍ଷାତ ହେଲା। ସେ ଯାତ୍ରୀମାନଙ୍କ ଦଳରେ ଜଣେ ବିଶିଷ୍ଟ ବଣିକ ଥିଲେ। ଗୁରୁ ଜୀବାନନ୍ଦଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା। ସେ ଜୀବାନନ୍ଦଙ୍କ ଶିଷ୍ୟ ପ୍ରବୋଧଙ୍କୁ ଭେଟି ବହୁତ ଆନନ୍ଦିତ ହେଲା। ତେଣିକି ପ୍ରବୋଧଙ୍କ ଖିଆପିଆ ଖର୍ଚ୍ଚ ସବୁ ସେ ନିଜେ ବହନ କଲେ। କାଶୀରେ ପହଞ୍ଚିବା ପରେ ସେ ଯାତ୍ରୀ ଦଳ ଯେଉଁ ଅତିଥି ଭବନରେ ରହିଲେ, ପ୍ରବୋଧ ମଧ୍ୟ ସେଇଠି ରହିଲେ। ରାସ୍ତାରେ ଯାହା ଯାହା ଘଟିଥିଲା ପ୍ରବୋଧ ସେସବୁ ସେ ବଣିକଙ୍କୁ କହିଲେ। ବଣିକ ଯେତିକି ଆଶ୍ଚର୍ଯ୍ୟ ହେଲେ ସେତିକି ଆତଙ୍କିତ ହେଲେ। କାହିଁକି? ପ୍ରବୋଧ କଣ କହିଛନ୍ତି? ଯେ ଗଲାବେଳେ ରାକ୍ଷସ ପାଖକୁ ଯିବେ। ତେଣୁ ସେ ପ୍ରବୋଧଙ୍କୁ କହିଲେ, ଦେଖନ୍ତୁ ଆଜ୍ଞା, ଯାହା ହେବାର ହେଲାଣି, ଆପଣ ଆମ ସାଙ୍ଗରେ କୌମୁଦୀ ରାଜ୍ୟକୁ ଫେରିବେ। ମୁଁ ଆପଣଙ୍କୁ ନେଇକି ଜୀବାନନ୍ଦଙ୍କ ପାଖରେ ପହଞ୍ଚେଇବି। ଆଉ ବଣ ରାସ୍ତାରେ ଆପଣଙ୍କୁ ମୁଁ ଛାଡ଼ିବି ନାହିଁ, କିମ୍ବା ରାକ୍ଷସର ଖାଦ୍ୟ ହବାକୁ ମୁଁ ଛାଡ଼ିବି ନାହିଁ। ପ୍ରବୋଧ କହିଲେ, ହଉ ଠିକ ଅଛି, ଚାଲ ଆଗ ଦର୍ଶନ ସରିଯାଉ। ଆଗ ଗଲେ ଦର୍ଶନ ପାଇଁ। ଯୋଉଦିନ ଦର୍ଶନ ସରିଲା, ତାପରେ କିଛି ଦିନ ସେଠି ରହିଲେ। ଯୋଉଦିନ କାଶୀ ଛାଡ଼ିବା ସମୟ, ବର୍ତ୍ତମାନ ସେ କଣ କହିଛି, ତାଙ୍କୁ ନେଇକି ଯିବେ। ତେଣୁ ପ୍ରବୋଧ ସେଠି ଟିକେ ନିଜ ଆଡୁ କହିଲେ, ଦେଖ, ତୁମେ ଯାଅ, ମୋର ଟିକେ ଆଉ ଦିନେ ଦି ଦିନ ରହିବାକୁ ଇଚ୍ଛା। ଇଏ କେବଳ ବଣିକଙ୍କୁ ବିଦା କରିବା ସକାଶେ ହିଁ ସେ କହିଲେ। ବଣିକ ତାଙ୍କର ବ୍ୟବସାୟ ରହିଛି, ତେଣୁ ସେ ବାଧ୍ୟ ହେଇକି ଫେରିଲେ। କହିଲେ, ଦେଖନ୍ତୁ, ମୁଁ ଆପଣଙ୍କୁ କଥା କହୁଥିଲି ଯେ ଆପଣ ମୋ ସାଙ୍ଗରେ ମୁଁ ନେଇକି ଛାଡ଼ିଥାନ୍ତି। ହଉ ଠିକ ଅଛି, ଆପଣ ରୁହନ୍ତୁ, ମୁଁ ତ ବାହାରିଲିଣି, ଯିବି ଆଉ। କିନ୍ତୁ ଗଲା ବେଳକୁ ତାଙ୍କୁ ତାଙ୍କର ଯିବା ଆସିବା ପାଇଁ ବ୍ୟବସ୍ଥା କରିଦେଲେ। ଆଗ ସେଠି ଯୋଉ ଧର୍ମଶାଳା ଯିଏ ଥିଲେ ତାଙ୍କୁ ଅର୍ଥ କିଛି ଦେଲେ, ତାଙ୍କର ଯିବା ପାଇଁ ତାଙ୍କୁ ଘୋଡ଼ା ଗାଡ଼ି କରିଦେବା ପାଇଁ, ଏବଂ କିଛି ଅର୍ଥ ମଧ୍ୟ ଦେଇକି ଆସିଲେ। ବର୍ତ୍ତମାନ ସେ ଚାଲିଗଲା ପରେ ପ୍ରବୋଧ ବଣ ରାସ୍ତା ଦେଇକିରି ବର୍ତ୍ତମାନ ଆସିଲେ। ଆସିକି କାହାକୁ ଖୋଜିବେ? ବ୍ରହ୍ମରାକ୍ଷସକୁ ଖୋଜିଲେ, କାହିଁକିନା ତାକୁ କଥା ଦେଇକି ଯାଇଛନ୍ତି। ବ୍ରହ୍ମରାକ୍ଷସକୁ ଖୋଜିଲେ। ତା ନାମ ରୁଧିର ବର୍ଣ୍ଣ ବୋଲି ସେ ତାଠୁ ପଚାରିକି ବୁଝିଥିଲେ। ତେଣୁ ସେଇ ନାମରେ ପାଟି କରି ଜଙ୍ଗଲରେ ଡାକିଲେ। ହଠାତ୍ ବଣୁଆ ଶିକାରୀ ଭଳି ଦିଶୁଥିବା ଜଣେ ଲୋକ ଆସି ତାଙ୍କୁ ପ୍ରଣାମ କଲା ଓ କହିଲା, ମହାଶୟ, ଆପଣଙ୍କ ପ୍ରତି ମୁଁ କଣ କହି କୃତଜ୍ଞତା ଜଣାଏ। ଗୋଟେ ଶିକାରୀ ଆସିଲା। ଇଏ କହିଲେ, କଣ ହେଲା, ତମେ କିଏ? ସେ, ଆଜ୍ଞା, ଆପଣ ଈଶ୍ୱରଙ୍କ ଆଶୀର୍ବାଦ ରୂପେ ମୋ ପାଖକୁ ଆସିଥିଲେ। ଜଣେ ଭକ୍ତର ପ୍ରାଣ ମୁଁ ନେଲି ନାହିଁ, ତେଣୁ ସେହି ପୁଣ୍ୟରୁ ମୁଁ ମଣିଷ ହେଇଯାଇଛି। ତାମାନେ ଇଏ ଯୋଉ ତାଙ୍କର ପ୍ରାଣ ଗ୍ରହଣ କରିନାହାନ୍ତି, ତେଣୁ ସେ କହିଲେ, ମୁଁ ଆପଣଙ୍କର ଯୋଉ ଛାଡ଼ିଦେଲି, ତେଣୁ ସେଇ ପୁଣ୍ୟ ବଳରେ ମୁଁ ମଣିଷ ହେଇଯାଇଛି। ମୁଁ ହଉଛି ସେଇ ରୁଧିର ବର୍ଣ୍ଣ ରାକ୍ଷସ, ଯିଏକି ବର୍ତ୍ତମାନ ବଣ ମଣିଷ ହେଇଯାଇଛି, ଏବଂ ଜଙ୍ଗଲରେ ରହି ମୁଁ ମଣିଷ ହିସାବରେ ଯେତିକି ଦିନ ବଞ୍ଚିବି ଆଉ। ହସି ହସି କହିଲେ, ଆଉ ଏବେ ଆପଣ ଯାଇପାରନ୍ତି। ସେଠୁ ତାପରେ ରୁଧିର ବର୍ଣ୍ଣ କହିଲେ, ଆଉ କେବେ ବି ଯଦି ମୋର କିଛି ସେବା ଦରକାର, ଆପଣ କହିଲେ ମୁଁ ଆପଣଙ୍କ ସେବାରେ ଯାଇ ପହଞ୍ଚିବି। ପ୍ରବୋଧ ତାଙ୍କୁ ଆଶୀର୍ବାଦ ଦେଇ ଅଗ୍ରସର ହେଲେ। କିଛି ଦୂର ଯିବା ପରେ ସେ ଦେଖିଲେ ବଣ ଭିତରେ ଧୁମଧାମ ଉତ୍ସବ ଲାଗିଛି। ଭିଲ୍ ମାନେ ନାଚ ଗୀତରେ ମାତିଛନ୍ତି। ପ୍ରବୋଧ ଜଣଙ୍କୁ ପଚାରିଲେ, ଆଚ୍ଛା, ଅଗ୍ନିଶିଖ ଡାକୁ ତୁମେ ଦେଖିଛ? କୋଉଠି ସେ ରହେ ତମେ ଜାଣିଛ? ସଙ୍ଗେ ସଙ୍ଗେ ସେ ଭିଲ୍ ଜଣକ ଯାହାଙ୍କୁ ସେ ପଚାରିଲେ, ସେ ତାଙ୍କୁ ସସମ୍ମାନେ ତାଙ୍କ ରାଜାଙ୍କ ପାଖକୁ ନେଇଗଲେ। ତାଙ୍କ ଭିଲ୍ ସର୍ଦ୍ଦାର ଯିଏ, ରାଜା ମାନେ ତାଙ୍କର ସର୍ଦ୍ଦାର ଯିଏ, ସେମାନେ ଯାହାକୁ ରାଜା ବୋଲି କହୁଥିଲେ, ସେ ସାଙ୍ଗେ ସାଙ୍ଗେ ସିଂହାସନରୁ ଉଠି ଆସିଲେ ଏବଂ ଆସି ତାଙ୍କୁ ପ୍ରଣାମ କରି କହିଲେ, ମହାଶୟ, ମୁଁ ହଉଛି ସେଇ ଡାକୁ। ଆଉ ବର୍ତ୍ତମାନ ଭିଲ୍ ମାନଙ୍କର ସର୍ଦ୍ଦାର ମରିଯାଇଥିବାରୁ ମତେ ସେମାନେ ରାଜା କରିଛନ୍ତି, ଏବଂ ସେମାନଙ୍କ ରୀତି ଅନୁସାରେ ସେମାନେ ଗୋଟିଏ କପୋତ ଉଡାଇଥିଲେ, ଯିଏ କପୋତ ଆସି ମୋ ମୁଣ୍ଡରେ ବସିଥିଲା। ତେଣୁ ମୁଁ ତାଙ୍କର ରାଜା ହେଲି। ଏବେ ଆପଣ ଆମର ଅତିଥି ହେଇକି କିଛି ଦିନ ରୁହନ୍ତୁ। ଆଉ ଏସବୁ କାଶୀ ବିଶ୍ୱନାଥଙ୍କ କରୁଣା ଆଉ ଆପଣଙ୍କର ଆଶୀର୍ବାଦ ଯୋଗୁ ହେଇଛି। ପ୍ରବୋଧ ବିସ୍ମିତ ହେଲେ, ଆନନ୍ଦିତ ବି ହେଲେ।
ଯାହା ହଉ ରାଜାଙ୍କ ପାଖରେ ଅତିଥି ରୂପେ କିଛି ଦିନ ରହିଲେ ଏବଂ ତାପରେ ପ୍ରବୋଧ ବାହାରିଲା, ଆଶୀର୍ବାଦ କରିକି ଆସିଲେ ଯେ ଆପଣ ସମସ୍ତଙ୍କର ମଙ୍ଗଳ କାମନା ଭଲ ଶୁଭ ହଉ, ଏ ଆଶୀର୍ବାଦ କରି ସେ ଗଲେ। ପ୍ରବୋଧ ଖୁସି ହେଇ ବର୍ତ୍ତମାନ ଭୀଲ ରାଜାଠୁ ବିଦାୟ ନେଇ ଅଗ୍ରସର ହେଲେ। ବଣରୁ ବାହାରିବା ପରେ ସେ ମୋଚି ପାଖକୁ ଗଲେ, କିନ୍ତୁ ତାକୁ ଖୋଜିଲେ ପାଇଲେ ନାହିଁ। ଗୋଟିଏ ଛୋଟ ସହର ବାଟରେ ଯାଉ ଯାଉ ସେ ନୂଆ ଦୋକାନଟିଏ ଦେଖିଲେ। ଦୋକାନୀ ଦୌଡ଼ି ଆସି ତାଙ୍କୁ ପ୍ରଣାମ କଲା। ଦେଖିଲା ବେଳକୁ ସେ ହଉଛି ସେଇ ମୋଚି। ସେ କହିଲା, ମହାଶୟ, କେଇଦିନ ତଳେ ରାଜା ଏ ବାଟରେ ଯାଉଥିଲେ, ମୋ କାରିଗରୀ ଦେଖି ମୁଗ୍ଧ ହେଇଗଲେ, ମୋତେ ଏ ଘରଟି ଦେଇଛନ୍ତି, ଦୋକାନ ପାଇଁ ପୁଞ୍ଜି ଦେଇଛନ୍ତି। ଆଜ୍ଞା, ଇଏ ସବୁ ହଉଛି ସେଇ କାଶୀ ବିଶ୍ୱନାଥଙ୍କ କରୁଣା ଓ ଆପଣଙ୍କର ଆଶୀର୍ବାଦ। ପ୍ରବୋଧ ବର୍ତ୍ତମାନ ସେ ଶାନ୍ତିବନକୁ ଫେରି ଆସି ଗୁରୁ ଜୀବାନନ୍ଦଙ୍କ ପାଖରେ ପହଞ୍ଚିଲେ ଏବଂ ସବୁ କଥା କହିଲେ, ଗଲାବେଳେ ଯାହା ହେଇଥିଲା ଏବଂ ଫେରିଲା ବେଳେ ଯାହା ହେଇଥିଲା। ସେ ନିଜେ ଯେତିକି ଖୁସି ହେଉଥାନ୍ତି, ଗୁରୁ ବି ସେତିକି ଖୁସି ହେଲେ। କିନ୍ତୁ ଜୀବାନନ୍ଦ ପଚାରିଲେ, ଗୁରୁଦେବ, ବ୍ରହ୍ମ ରାକ୍ଷସ, ଡାକୁ ଆଉ ମୋଚି ସମସ୍ତେ ତୁରନ୍ତ ବିଶ୍ୱନାଥଙ୍କ କୃପା ଲାଭ କଲେ, ସାଙ୍ଗେ ସାଙ୍ଗେ ଦେଖିଲେ ରେଜଲ୍ଟଟା। ମୁଁ କିନ୍ତୁ କିଛି ପାଇଲି ନାହିଁ, କିପରି ମୁଁ ନିଜେ ବିଶ୍ୱନାଥଙ୍କୁ ଦର୍ଶନ କରିକି ଫେରିଲି। ଜୀବାନନ୍ଦ ହସିଲେ, ତାଙ୍କ ଗୁରୁଦେବ ହସିଲେ, କହିଲେ, ତମେ ଏ ପ୍ରଶ୍ନ ଉପରେ ଭଲ କରି ଚିନ୍ତା କରିଛ? ତମେ ଯୋଉ ପଚାରୁଛ ତୁମେ କିଛି ପାଇଲ ନାହିଁ, ଆ ଉପରେ ଭଲ କରି ଚିନ୍ତା କରିଛ? ପ୍ରବୋଧ ନୀରବ ରହିଲେ। ଜୀବାନନ୍ଦ ବୁଝାଇ କହିଲେ, ଦେଖ, ସେ ତିନି ଜଣଙ୍କ ପ୍ରାର୍ଥନା ଓ ଆବଶ୍ୟକତା ଯାହା, ତମର ତାହା ନୁହେଁ। ଏଇଠି ହେଉଛି ଫରକ। ଏଇ ଜିନିଷଟି ଆମେ ଭୁଲି ଯାଉ। ତାଙ୍କର ପ୍ରାର୍ଥନା ଥିଲା ଯାହା, ତାଙ୍କର ଆବଶ୍ୟକତା ଯାହା ଥିଲା, ସେଟା ଆମର ନାହିଁ। ବ୍ରହ୍ମ ରାକ୍ଷସ ତୁରନ୍ତ ମଣିଷ ହୋଇଯିବାର କାରଣ, ରାକ୍ଷସ ରୂପେ ସେ ଆହୁରି କେତେ ଅନ୍ୟାୟ କରିଥାନ୍ତା। ତାକୁ ବିଷୟରେ ବି ସେ ଏକା କଥା ପ୍ରଯୁଜ୍ୟ। ଆଉ ମୋଚି ଦାରିଦ୍ର୍ୟ ରକ୍ଷା ପାଇଗଲା, କାହିଁକି ନା ତାଙ୍କର ସେଗୁଡ଼ିକ ଥିଲା ପ୍ରାର୍ଥନା। ତମେ ବିଶ୍ୱନାଥ ପାଖକୁ କଣ ପାଇଁ ଯାଇଥିଲ? ସ୍ଥୂଳ ଲାଭ ଆଶାରେ ଯାଇନ, ତମେ ତୁମ ଚେତନାର ବିକାଶ ପାଇଁ ଯାଇଥିଲ। ଆଉ ତାହା ହୋଇନାହିଁ ବୋଲି ତୁମେ କେମିତି ଜାଣିଲ? ଚେତନାର ବିକାଶ ହେଇନାହିଁ ବୋଲି ତମେ କେମିତି ଜାଣିଲ? ପ୍ରବୋଧ ନୀରବ। ତାପରେ ଗୁରୁଦେବ କହିଲେ, ତମେ ପ୍ରଥମେ ସେ ବଣିକଙ୍କ ସହ ଅଲଗା ବାଟରେ ଆସିବାକୁ ବାହାରିଥିଲ। ଯେତେବେଳେ ବଣିକ କହିଥିଲେ ତମେ ରାଜି ହେଇଥିଲ, କିନ୍ତୁ ତାପରେ କଣ ହେଲା? ବଣ ଭିତର ଦେଇ ଆସିଲ, କାହିଁକି ଆସିଲ? ତୁମେ ଯୋଉ ପ୍ରତିଶ୍ରୁତି ଦେଇଛ, କାଶୀ ବିଶ୍ୱନାଥଙ୍କ ଉପରେ ତୁମର ଭରସା, ତୁମର ନିର୍ଭରତା, ତୁମର ସାହସ, ତୁମର ସତ୍ୟ ପ୍ରତି ନିଷ୍ଠା, ତୁମର ପ୍ରେରଣା ଦେଲା ତୁମକୁ ସେଇ ବାଟ ଦେଇକି ଆସିବା ପାଇଁ। ତେଣୁ ତାହା ହିଁ ହଉଛି ତମ ପାଇଁ ବିଶ୍ୱନାଥଙ୍କର କରୁଣା। ତୁମ ଭିତରେ ସତ୍ୟ ପ୍ରତି ନିଷ୍ଠା, ସାହସ ଏବଂ ପ୍ରତିଶ୍ରୁତିବଦ୍ଧତା, ଇଏ ତୁମ ଭିତରେ ଚେତନାର ବିକାଶ କରାଇଛି। ତେଣୁ ତାର ହଉଛି ଏଗୁଡ଼ିକ ପ୍ରମାଣ। ଆଉ ସତ୍ୟ ପ୍ରତି ନିଷ୍ଠା ଯୋଗୁ ବ୍ରହ୍ମ ରାକ୍ଷସର ଆହାର ହେବା ପାଇଁ ଜାଣି ଜାଣି ଆସିବା ଜଣେ ସାଧାରଣ ମଣିଷ ପାଖରେ ସମ୍ଭବ ନୁହେଁ। ତେଣୁ ଇଏ ହଉଛି ଆନ୍ତର ଗୁଣର ବିକାଶ ଏବଂ ଏହା ହିଁ ହଉଛି ତୁମ ପାଇଁ ପ୍ରଭୁଙ୍କର କୃପା। ଏଠି ଆମେ କେତେ ଗୁଡେ କଥା ଦେଖିଲେ, ଶେଷକୁ ଗୋଟିଏ କଥା ଜାଣିଲେ ଯେ ଯାହାର ପ୍ରାର୍ଥନା ଯୋଉ ଭଳି ଥାଏ, ଉତ୍ତର ମଧ୍ୟ ସେଇଭଳି ମିଳେ। ତେଣୁ ଆମେ ସାଇନ୍ସ ଅଫ୍ ଲିଭିଂର ଯୋଉ ଲେଖାଟି ରହିଛି, ଲକ୍ଷ୍ୟ ଯାହାର ଯେତେ ଉଚ୍ଚ ହବ, ଆଦର୍ଶ ଯାହାର ଯେତେ ଉଚ୍ଚ ହବ, ତାର ଜୀବନ ଶୈଳୀ ମଧ୍ୟ, ଜୀବନର ଯୋଉ ଗତିବିଧି, କର୍ମ ପ୍ରକ୍ରିୟା ଏବଂ ଚାଲିଚଳନ ଏବଂ ତା ସହିତ ପରିବେଶ ପରିସ୍ଥିତି ମଧ୍ୟ ସେଇଭଳି ଉଚ୍ଚ କୋଟିର ହେବ। ଆମେ ଆମର ଲକ୍ଷ୍ୟ ଉଚ୍ଚ ରଖିବା, ମାଙ୍କୁ ଆହ୍ୱାନ କରିବା। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।